ମୁଁ ପ୍ରେଜେଣ୍ଟ ଥିଲି କିନ୍ତୁ ଛଡ଼େଇ ଠେଲା ଠେଲି କରି ଛଡ଼େଇ ପାରିଲିନି ଆଉ ସାଙ୍ଗେ ସାଙ୍ଗେ ତୋରୁଆଲ ଆଣିକି ହାଣିଲା ଆଉ ଆଗେ ପଟେଇଲା କାନ୍ଥ ଚଟାରେ ତାପରେ ବେକଟା ଉଡ଼େଇଦେଲା। ନିଜ ଭାଇକୁ ହାଣି ଅନ୍ୟ ଜଣେ ଭାଇ ମାରିଦେଇଛି। ସାମାନ୍ୟ ଜମି ଜମାକୁ କେନ୍ଦ୍ର କରି ଏହିପରି ନୃଶଂସ ହତ୍ୟାକାଣ୍ଡ ଘଟିଥିବା ବେଳେ ଏହି ଘଟଣାଟି ହେଉଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ପଞ୍ଚାୟତ ଅଧୀନ ନୁଣଚାଟି ଗାଁର। ତେବେ କଥାରେ ଅଛି, କ୍ଷୀର ଯଦି ପିଇବାକୁ ମନ ଘରେ ରଖିଥିବ ଗାଈ, କଳି ଯଦି କରି ବସିବ ସାଙ୍ଗରେ ଥିବ ଭାଇ। ଯାହାକି ବାଟରେ ହେଉ କି ଘାଟରେ ହେଉ ଯଦି ସାଙ୍ଗରେ ଭାଇ ରହିଥାଏ ତାହେଲେ ବାଟ ଚାଲିବାକୁ ଡର ନଥାଏ। କିନ୍ତୁ ଭାଇ ଯେତେବେଳେ ଭଗାରି ସାଜିଯାଏ ସେତେବେଳେ ଦୁଇ ପରିବାର ମଧ୍ୟରେ ସୃଷ୍ଟି ହୁଏ ଝଡ଼। ଏଠାରେ ମଧ୍ୟ ସେହିପରି ଘଟଣା ଘଟିଛି। ସାମାନ୍ୟ ଜମି ଜମାକୁ କେନ୍ଦ୍ର କରି ଶୈତାନ ସାଜିଗଲା ଭାଇ। ଜଣେ ଜଣକୁ ଗୋଟିଏ ମାର ସନ୍ତାନ ବୋଲି ଭୁଲି ଯାଇ ଧାରୁଆ ଖଣ୍ଡାରେ ହାଣି ନୃଶଂସ ଭାବେ ହତ୍ୟା କରିଛି ଭାଇକୁ। ଖବର ପାଇ ରାସଗୋବିନ୍ଦପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପିଆରଏମ୍ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଦନ୍ତ କରୁଛନ୍ତି। ସେପଟେ ଏହି ହତ୍ୟାକାଣ୍ଡ ଘଟାଇଥିବା ଦେବେନ୍ଦ୍ର ମହାନ୍ନାଙ୍କ ମଝିଆ ପୁଅ ଅରୁଣ ମହାନ୍ନା ବାଇକ୍ ଯୋଗେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସିଏ ହେଉଛି ମୋ ସାନ ଭାଇ, ଯିଏ ମାରିଛି ସିଏ ବଡ଼ ଭାଇ। ଏଇ ଜାଗା ବାଡ଼ି ନେଇକି ଲାଗିଲେ ଆଉ ମୁଁ ପ୍ରେଜେଣ୍ଟ ଥିଲି କିନ୍ତୁ ଛଡ଼େଇ ଠେଲା ଠେଲି କରି ଛଡ଼େଇ ପାରିଲିନି ଆଉ ସାଙ୍ଗେ ସାଙ୍ଗେ ତୋରୁଆଲ ଆଣିକି ହାଣିଲା ଆଉ ବେକରେ ଆଗେ ପଟେଇଲା କାନ୍ଥ ଚଟାରେ ତାପରେ ବେକଟା ଉଡ଼େଇଦେଲା। ହାଣିଲା ମରିଲା ପରେ ବି ଆହୁରି ହାଣିଲା ଆଉ କ'ଣ ଆଉ ଅଟକେଇ ପାରିଲି। 7:45 8 ଭିତରେ ହଁ। ମୁଁ ଆମର ଥାନା ଇଏ ସୁମନ୍ତ ବେହେରା ତାଙ୍କ ଘରକୁ ଦୌଡ଼ିଲି। ଏଠି ଗାଁରେ ପଚାରିଲି କାହାର ନମ୍ବର ଅଛି, ପୁଲିସ ନମ୍ବର, କେହି ଦେଲେନି। ସେଇ ଗାଁର ପୁଲିସ ବାଲା ପାଖକୁ ଗଲି, ସିଏ ଗଲା ସେମିତି ହେବନି, ଉଠେଇଲା ଫୋନ୍ କିନ୍ତୁ କହିଲା 112 କମ୍ପ୍ଲେନ୍ କରୁ। 112 କମ୍ପ୍ଲେନ୍ କଲା ପରେ ଆସିଲେ ଆଉ। এই ফটো না নেই ফটো ভালো করে দিও। ମୟୂରଭଞ୍ଜ ଜିଲ୍ଲା ମୁରୁଡ଼ାରୁ ଜ୍ଞାନରଞ୍ଜନ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।